ଏଗୁଡାକ କଣ ପାଇଁ ବ୍ୟବହାର କରାଯାଏ କହିଲେ ଦେଖି। ତ ରାମ ରାମ ଭାଇ ମାନେ, ମୁଁ ଖଗେଶ୍ୱର, ମୋର ଆଉ ଗୋଟେ ମିନି ବ୍ଲଗ ରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମ ବ୍ଲକ ରାୟଗଡରେ ମୋର କିଛି କାମ ଥିଲା, ତ ବ୍ଲକ କୁ ମୁଁ ବାହାରି ପଡିଲି। ଆଉ ଗଲା ବେଳକୁ ଦେଖିଲି ରାୟଗଡରେ ପ୍ରବଳ ଭିଡ ହୋଇଥିଲା। ଆଉ ଦେଖିଲା ପରେ ମତେ ମନେ ପଡିଲା କି ଆଜି ଶନିବାର, ଆଉ ଆମ ରାୟଗଡ ବ୍ଲକ ଠାରେ ପ୍ରତ୍ୟେକ ଶନିବାର ଦିନ ହାଟ ବସେ। ଯାହା କାମ ଥିଲା ସାରିଦେଇ ଭାବିଲି ହାଟ ଟିକେ ବୁଲିକି ପଳେଇବି। ଆଉ ହାଟକୁ ଯିବାରୁ ବିଭିନ୍ନ ପ୍ରକାର ଜିନିଷ ଦେଖିବାକୁ ପାଇଲି, ତମମାନଙ୍କୁ ବି ଦେଖେଇବି ଚାଲନ୍ତୁ। ହାଟ ମାନେ କେବଳ ପନିପରିବା ଭାବନି ସାଙ୍ଗମାନେ, ଏଇଠାରେ ସବୁ ପ୍ରକାର ଜିନିଷ ମିଳିଯାଉଛି, ଏଇଠାରୁ ଆରମ୍ଭ କରିକି ଜେଡ ପର୍ଯ୍ୟନ୍ତ ଏବଂ 100 ରୁ ଆରମ୍ଭ କରିକି 1000 ପର୍ଯ୍ୟନ୍ତ। ଘରେ ଟିକେ ପନିପରିବା ସରିଯାଇଥିଲା, ସେଥିପାଇଁ ମୁଁ ପ୍ରଥମେ ବାଛିଥିଲି ବିନ୍ସ, ତାପରେ ବନ୍ଧାକୋବି ଆଉ ଆଳୁ ନେଇକି ଯାଇଥିଲି ଘରକୁ। ଏଇ ହାଟରେ ପନିପରିବା ଛଡା ଆଚାର, ଚପଲ ଆଉ ପୁଅ ପିଲାମାନଙ୍କ ପାଇଁ ଚେନ୍, ସ୍ୱେଟର, ହ୍ୟାଣ୍ଡ ବ୍ୟାଗ ଆଉ ପୁଅ ଏବଂ ଝିଅ ପିଲାମାନଙ୍କ ପାଇଁ ଡ୍ରେସ ଏବଂ ପ୍ୟାଣ୍ଟ ସାର୍ଟ ବି ମିଳିଯାଏ, ସିଏ ବି ପୁଣି ବହୁତ କମ ରେଟ ରେ। ଆଉ ଯୋଉମାନେ ଟିକେ ମାଛ ପ୍ରିୟ ସେମାନଙ୍କ ପାଇଁ ମାଛ ମଧ୍ୟ ଏଇଠାରେ ମିଳିଯିବ। ଆଉ ଏଇ ଜିନିଷଟାକୁ ଆମ ସାଇଡରେ ଉଞ୍ଜିଆ ବୋଲି କୁହନ୍ତି, ମାନେ କୁକୁଡା ଚାଷ ଯୋଉମାନେ କରନ୍ତି, ନର୍ମାଲି କୁକୁଡା ମାନେ ଯୋଉମାନେ ରଖନ୍ତି ଦେଶୀ କୁକୁଡା, ସେମାନେ ଏଇଟାକୁ ୟୁଜ କରନ୍ତି ସେମାନଙ୍କୁ ରଖିବା ପାଇଁ। ଯୋଉମାନେ ରାୟଗଡ ବ୍ଲକ ଜାଣିଛ କିମ୍ବା ରାୟଗଡ ବ୍ଲକ ରୁ ବିଲଙ୍ଗ କରୁଛ, ସେମାନେ ଭିଡିଓଟିକୁ ଲାଇକ୍ କରିଦିଅ, କମେଣ୍ଟ କରିଦିଅ, ସେୟାର ଗୋଟେ କରିଦିଅ। ହାଟରେ ବୁଲି ବୁଲି ପେଟ ପୁରା ଗରମ ହେଇଯାଇଥିଲା, ଆଉ ରାସ୍ତାରେ ଗଲାବେଳେ ମାଜା ଗୋଟେ ନେଇଥିଲି ପିଇବା ପାଇଁ, ତା ସହିତ ଆଳୁଚପ ଆଉ ସିଙ୍ଗଡା ମଧ୍ୟ ନେଇଥିଲି ଘରେ ଖାଇବା ପାଇଁ। ଆଉ ଘରକୁ ଯିବା ରାସ୍ତାରେ ସୁନ୍ଦର ଦୃଶ୍ୟ ଦେଖି ମନୋରଞ୍ଜନ କରି ଗାଡି ଚଲେଇକି ପଳେଇଲି। ରହିଲି ସାଙ୍ଗମାନେ, ପୁଣି ନେକ୍ସଟ ବ୍ଲଗ ରେ ଭେଟ ହବା।